ପାତ୍ର ତାଙ୍କ ମାମୁଁ ଲାଗି କ'ଣ କିଛି ଦିନ ହବ ଭଉଣୀଙ୍କର ଯେଉଁ ଭାଣିଜୀ ଯିଏ ପ୍ରେମ ସମ୍ପର୍କରେ ଜଡ଼ିତ ଥିଲେ ତାକୁ ଇଏ ବିରୋଧୀ କରୁଥିଲା। ବିରୋଧୀ କରିବା ଫଳରେ ଯେ ତାକୁ ଥାନାରେ ଦୁଇଥର ବି ଆସିଥିଲେ କମ୍ପ୍ରମାଇଜ୍ ହେଇକି, ଯେଉଁଟାକି ତାଙ୍କ ପରିବାର ଲୋକ କହିଲେ ଆମେ ସୁରକ୍ଷିତରେ ରଖିବୁ। କିନ୍ତୁ କମ୍ପ୍ରମାଇଜ୍ ହେଲା ପରେ ତାଙ୍କ ମନ ଭିତରେ କିଛି ଗୋଟେ ଅସନ୍ତୁଷ୍ଟ ଥିଲା କି କେମିତି, ସିଏ ତାର ସାଙ୍ଗ ଜରିଆରେ ଆହୁରି ବି କେତେ ବି ସମ୍ପୃକ୍ତ ଥିବେ ବି ଏପର୍ଯ୍ୟନ୍ତ ତଦନ୍ତ ଚାଲିଛି କି ଯାହାଫଳରେ କି କ୍ଲିୟରାନ୍ସ ମିଳିନି। ଆଉ ଦୁଇ ଜଣଙ୍କୁ ମାରିକି କେନାଲରେ ଫିଙ୍ଗି ଦେଇଛନ୍ତି। ଏବେ ପୁଅର ଡେଡ୍ ବଡି କାଲି କୋଟପାଡ଼ ଅଞ୍ଚଳରୁ ରିସିଭ୍ ହେଲା। ଆଜି ମାଆର ଡେଡ୍ ବଡି କେନାଲରେ ବର୍ତ୍ତମାନ ପଡ଼ିକି ରହିଛି, ଜୟନ୍ତୀଗିରି କେନାଲରେ। ଏପର୍ଯ୍ୟନ୍ତ ଡେଡ୍ ବଡିକୁ ବି ରିସିଭ୍ କରିନାହାନ୍ତି। ଏଠି ପଚାରୁଥିଲି, ସାଇଣ୍ଟିଫିକ୍ ଟିମ୍ ଆସିବେ, ଚେକ୍ କରିକି ସେଟା ରିସିଭ୍ କରିବେ। ଏବେ ତଥାପି ତଦନ୍ତ ଚାଲିଛି। ଯେତିକି ଅଧା ପ୍ରୁଫ୍ ମିଳିଛି କି ସେ ଯିଏକି ତାର ଝିଅ ସହିତ ଯାହାର ସମ୍ପର୍କ ଥିଲା ସିଏ ତାଦେହରେ ସମ୍ପୃକ୍ତ ଅଛନ୍ତି ତାର ସାଙ୍ଗମାନଙ୍କ ସହିତ। ଆହୁରି କିଛି ଯେଉଁ ଅଛନ୍ତି ସେଟା ଚାଲିଛି, ତନାଘନା କି କରୁଛନ୍ତି। ସାର୍ କ'ଣ ଚାହୁଁଛନ୍ତି? ମୁଁ ଚାହୁଁଛି ଦୋଷୀମାନଙ୍କୁ ଭଲସେ ଭଲ ଧରିକି ଟିକେ ଫାଶୀକୁ ଦିଅନ୍ତୁ କି କଡ଼ା ଆଇନ ଅନୁସାରେ ତାକୁ ଦଣ୍ଡିତ। ପିଲାର ବୟସ ବି ହେଇନି, ଗୋଟେ ମା ଛୁଆଙ୍କୁ ବୋଲେ 13 ବର୍ଷର ପିଲାକୁ ଗଳା କାଟି ମାଆକୁ ବି ଏମିତି ଦୁର୍ଦ୍ଦଶା ହିସାବରେ ଯେଉଁ ହତ୍ୟା କରିଛନ୍ତି ତାର ପରିଣାମ ଟିକେ କଡ଼ା ଦେଲେ ଭଲ ହେବ ମୋର ଆଶା।